ସୁଦଶା ବ୍ରତ ଠିକ୍ ଅଛି। ସୁଦଶା ବ୍ରତ ମାଙ୍କର ମାନେ ମା ଲକ୍ଷ୍ମୀଙ୍କର ପ୍ରିୟ ବ୍ରତଟି। ତ ସେଇ ବ୍ରତରେ ଆପଣମାନେ କ'ଣ ଖାଇବେ? ଦେଖନ୍ତୁ ମାନେ ଦିନବେଳା ଆପଣ କ'ଣ ଖାଇବା ଉଚିତ? ତ ଦିନବେଳା ଦେଖନ୍ତୁ ଯେପର୍ଯ୍ୟନ୍ତ ଆପଣଙ୍କର ପୂଜା ଶେଷ ହେଇନାହିଁ ସେ ପର୍ଯ୍ୟନ୍ତ ଖାଇବା ଉଚିତ ନୁହେଁ। ତ ଆପଣ ଆଟଲିଷ୍ଟ ପ୍ରଥମ ପ୍ରହର, ଦ୍ୱିତୀୟ ପ୍ରହର ପୂଜା ହେଇସାରିଲା ପରେ ପ୍ରଥମ ପ୍ରହର ତ ଆପଣ ଫଳମୂଳ ତ ପଣା ଭୋଗ ଦେବେ, ଦ୍ୱିତୀୟ ପ୍ରହରରେ ମଣ୍ଡା ପିଠାର ଭୋଗ ଦେବେ। ତ ଆପଣ ଦ୍ୱିତୀୟ ପ୍ରହର ପରେ ଆପଣ କ'ଣ କରିବେ? କିଛି ଖାଇପାରିବେ। କ'ଣ ଖାଇପାରିବେ? ଆପଣ ଫଳମୂଳ ମାଙ୍କର ଯେଉଁ ଭୋଗ ଲାଗିଥିବ ଫଳମୂଳ ଖାଇପାରିବେ। ପଣା ଭୋଗ ମଧ୍ୟ ଆପଣ ପାଇପାରିବେ। ତା ସହିତ ମଣ୍ଡା ପିଠାର ଭୋଗ ମଧ୍ୟ ଦିନବେଳା ଆପଣ ଖାଇପାରିବେ। ତା ବ୍ୟତୀତ ଆପଣ ଘରେ ତିଆରି ଜୁସ୍ ପିଇପାରିବେ, ଲସି ପିଇପାରିବେ, ପଣା ପିଇପାରିବେ। ତ ଏଇସବୁ ଆପଣ ଖାଇପାରିବେ, କିନ୍ତୁ ଅନ୍ୟ ଦ୍ରବ୍ୟ ଯେମିତିକି ଭାତ, ରୁଟି, ପରଟା ଏସବୁ ଖାଇବା ସୁଦଶା ବ୍ରତରେ ଉଚିତ ନୁହେଁ, କି ରନ୍ଧାଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ।